ଦେଖିଲୁ ତା ଚୁଟି କେତେ ଅସନା ହେଇଯାଇଛି, କେତେ ଧୂଳି ଲାଗିଛି। ଆଗରୁ କରୁଥିଲେ, ହେଲେ କେଇଟା ଦିନ ହେଲାଣି ମୋ ଦେହଟା ଜମା ଭଲ ରହୁନି ତ, ସେଇଥିପାଇଁ କରିପାରୁନି। ଏ ମାମା, ମୁଁ ଯୋଉ ଛାତ ଉପରେ ଗଛ ଲଗେଇ ନଥିଲି ଆମ୍ବ ଗଛ, ସେଥିରେ ନା ବଉଳ ହେଇଛି। ହଁ ହଁ, ଆରଥରକ ବଉଳ ହେଇନଥିଲା, ଆରଥର କିନ୍ତୁ ଆମ୍ବ ହେଇଥିଲା, କିନ୍ତୁ ଏଥର କାହିଁ ହେଇନି କେଜାଣି, ମୁଁ ବି ନିଜେ ଜାଣିପାରୁନି। ଆଚ୍ଛା ମାମା, ମୁଁ ଆମ କଲେଜ ନର୍ସରୀରେ ଯୋଉ ଗୋଲାପ ଗଛଟା ଆଣିଥିଲି, ତୁ କଣ ସେଥିରେ ପାଣି ଦଉନୁ କି? ପତ୍ରଟା ସବୁ ହଳଦିଆ ପଡିଗଲାଣି ଶୁଖିକି। ସେଥିରେ ତ ବାପା ପାଣି ଦିଅନ୍ତି। ଏ ମା, 2 ଘଣ୍ଟା ହେଲାଣି ଆସିଲୁଣି, ପାଟିରେ ପାଣି ବି ଟୋପେ ଦେଇନି। ଚାଲ ଖାଇ ବସ। ନାଇଁ ନାଇଁ, ମୁଁ ଏବେ ଖାଇବିନି। ଆଉ ବାପା ଆସନ୍ତୁ, ତୁ ମୁଁ ବାପା ସାଙ୍ଗ ହେଇ ଖାଇବା। କେତେ ଦିନ ହେଇଗଲାଣି ବାପାଙ୍କ ସାଙ୍ଗରେ ବସି ଏକାଠି ଖାଇନି। ମାମା, ବାପା ଆସିବା ଭିତରେ ମୁଁ ଯାଉଛି ବହି ଥାକରେ ବହି ଗୁଡ଼ା ଅସଜଳ ହେଇ ପଡ଼ିଛି, ତାକୁ ସଜାଡ଼ି ଦେବି। ବାପା ଆସନ୍ତୁ, ତୁ ମୁଁ ବାପା ସାଙ୍ଗ ହେଇ ଖାଇବା ହେଲା। କଲ୍ୟାଣୀ, 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 ये तो हे, तमे काहू को कहि जाउछ? तमे कते जानि पनु ना कोन से पर हम झियो नमी। ओ से मत फोन कर डकई मु जदि जानी था तुम मत यही सरप्राइज देवाई फोन कर डकईच मो नेशनल हाईवे आसला बेले मो गाड़ीटा को कौ ट्रक पछरे बाड़ी दे था तमे एमिति कोन कहउछ? ताको मो घर भीतर को पशिया को अनुमति देला किए? कथा कोन कि मार्केट रो मो घर को फेरुतली, ए ना बस अपेक्षा ठिया हेतिला। आज तो बस स्ट्राइक ना, सेति में त व्यस्तता देखी तमे ताको मो घर भीतर को नहीं आसी। ठीक अछि, तमे जो भूल करछो से कथा परे एबे ताको को ए घर छाड़ी जा चली जाओ। हेले रात्रि से जीव कोड़े से कथा कहया को मो बाध्य रुए। ओहो, जा हवा कथा तो हेई जाईची, आज रातिटा रहि जाओ, काली सकाळे सेठु चली जिवो। कल्याणी, सबटा बेसी समय रहिले गंध छाड़े। बापा मरी गला परे भी पुओ ताको मछाणी को नहीं पोड़ी दिए। अब पुओ मरी गला परे भी बाप ताको कांधरे नबा को बाध्य हुए। गोटे मला सब पाई निज पर स्नेह ममतार मूल्य केते न थाए। जो दिन से ए घर छाड़ी चली जाइछि से दिन ठारू से मो पाई मरी जाइछि। तुमको हत्या जड़े रेहु रहउची, तमे एते निष्ठुर जमा भी होनी, से भयरे टिके जमा भी आसी नथिला। मो राण नियम पकई ताको एठिके नहीं आसीची, तमे ताको किछि भी कोनी, किछि कोनी तमे ताको। ठीक अछि, तमे हो आउ शेर हो ए घर छाड़ी मु चली जाउची। चली जाउछो दाई, तब एठू छाड़े बापा। निज कक्षपति अलग हो जाइथिबा ग्रहटा सीधा खूब जोरे पवन रे खसी चली जीव। हेले हेले सेति सूर्य काहे ता गतिपथ बदलैब? एमिति हेले धरित्री मान सृष्टि रे अंधार कटि जीवनी बापा। आसुची बाबा, बस एले एते रात्रि ते कोआडे जीवो? का संगरे जीवो तू? मो साथरे जीवो। मनोज, बाटरू खबर पाइल तो भाविली देखि आसीबा काऊ बसारे कोइली छुआ को ता बापा माँ केमती स्वागत करूचंती। किंतु एठी आसी जहाँ देखिली तमे काऊ नुह कि कोइली नुह, तमे गोटिए कजल पाती। तमे कौन प्रथम झियो जे निज इच्छा बाहर गोटे सहर में दीर्घ 5 वर्ष धरी रहा पर भी तुम बापा माँ तुमको देखा करने को जाई नांते। ताको देखा करिवार दरकार नथिला। हाँ, मु तो ठीक से कथा कहूँ। तथापि रक्तर डाकरे हो कि भाव प्रवणतर द्वाही जदि गोटे झील ता बापा माँ को देखा करने को आसी से माने बुला कुकुर परी तड़े दौरान। सब देखला मत लगुचे तमे जमती एमानकर झील नुह, एमानक द्वारा प्रतिपालित होइतबा तमे गोटे जारज संतान। कहा परमिशन रे ठीक आसीच? कहा को पचारि के आसीच?
ମୋ ଘରେ ମୋ ସାମ୍ନାରେ ମୋ ଅଟକି ଗଲେ ଯେ ଓ ଝିଅ ବୋଲି କହିବାକୁ ଆପଣଙ୍କୁ ଖରାପ ଲାଗୁଛି। ମୋ ସ୍ତ୍ରୀ ମୁଁ ମାରିଲି, ଆପଣଙ୍କୁ ଏତେ ବାଧୁଛି କାହିଁକି? ତମେ ମଣିଷର ପଶୁ। ପଶୁ ମଣିଷ ପଶୁକୁ ମାରିଲେ ସେ ମଣିଷ ପରି ବ୍ୟବହାର କରିଥାଏ, କିନ୍ତୁ ମଣିଷକୁ ଘୃଣା କଲେ ସେ ପଶୁ ଠାରୁ ଆହୁରି ହିଂସ୍ର ହେଇଯାଏ। ସ୍ୱାମୀର ସ୍ୱାମିତ୍ୱକୁ ସମ୍ମାନ ଦେଲେ ସେ ସ୍ତ୍ରୀ ପାଇ ଦେବତା ପାଲଟି ଯାଏ, କିନ୍ତୁ ପୌରୁଷତ୍ୱକୁ ଧିକ୍କାର କଲେ ସେ ତା ପାଇଁ ଗୋଟେ କାଳ ପୁରୁଷ ପାଲଟି ଯାଏ। ପୁରୁଷତ୍ୱ? ଯୋଉ ପୁରୁଷ ସ୍ତ୍ରୀ ଉପରକୁ ହାତ ଉଠାଏ ତାକୁ ପୁରୁଷ କୁହାଯାଏନି, ତାକୁ ନପୁଂସକ କୁହାଯାଏ। ନମିତା ଚାଲ ମୋ ସାଥିରେ। ନାଇଁ ନମି ଜମାବି ଅମୃତ ସାଙ୍ଗେ କୁଆଡ଼େ ବି ଯାଇପାରିବୁ। ମନା କରିଦେ, ଦରକାର ପଡ଼ିଲେ ତୁ ଆଜି ଠାରୁ ଏଇ ଘରେ ରହିବୁ, ଦରକାର ପଡ଼ିଲେ ଆମେ ତତେ ପୋଷିବୁ, ହେଲେ ତୁ ଏଇଠୁ କୁଆଡ଼େ ବି ଯାଇପାରିବୁନି। ନମିତା ତମେ ମୋ ସାଥିରେ ଯିବ ନା ନାହିଁ? ନାଇଁ ଏମା ମନା କରିଦେ, ତୁ ତାଙ୍କ ସହିତ କୁଆଡ଼େ ବି ଯିବୁ, କୁଆଡ଼େ ବି ଯିବୁନୁ ତାଙ୍କ ସହିତ। ନମିତା ମୁଁ ତମକୁ ଶେଷ ଥର ପାଇଁ ପଚାରୁଛି, ତମେ ମୋ ସହିତ ଯିବ ନା ନାହିଁ? ନମିତା ତୁ ତାକୁ ମନା କରିଦେ, ତୁ ତାଙ୍କ ସହିତ ଜମା ବି ଯିବୁନୁ, ଆଜି ଠାରୁ ଏଇଠି ରହିବୁ, କୁଆଡ଼େ ବି ଯିବୁନୁ ତୁ। ଠିକ ଅଛି, ତମେ ନ ଯାଅ, ମୁଁ ଚାଲି ଯାଉଛି। ନମିତା ତୁ ମାମାଲୋ, ବାହାବେଦୀ ବଦଳି ଯାଇ ମନ୍ଦିର ହେଇଯାଇପାରେ, ବେଦୀ ବ୍ରାହ୍ମଣ ହୋମନିଆ ଏସବୁ ବଦଳି ଯାଇ ମନ୍ଦିରର ନିରଳ ଜାଗା ହେଇଯାଇପାରେ, ହାଟ କଳସ ସାତ ଦୀପ 10 ଦିଗପଳ ବଦଳି ଯାଇ ଶସ୍ତା ଫୁଲମାଳଟି ବି ହେଇଯାଇପାରେ, ହେଲେ ସିନ୍ଦୁର ଯୋଉଠି ଯେତେବେଳେ ଯାହା ମତରେ ଲାଗିଗଲେ ବି ତା ରଙ୍ଗ କେବେ ବଦଳିନି ଲୋ ମାମା। ସେ ସିନ୍ଦୁରକୁ ମୁଁ ମିଛ କରିଦେବି କେବେ? ଏ ମା, ଏଠି ଏତେ ବଡ଼ ଅଘଟଣ ଘଟି ସାରିଲା ପରେ ବି ତୁ ଯିବା ପାଇଁ କହୁଛ? ଯୋଉ ସ୍ୱାମୀ ସାମାନ୍ୟ କଥା ପାଇଁ ସ୍ତ୍ରୀ ଉପରକୁ ହାତ ଉଠେଇ ପାରେ, ସେ ଯେ ତତେ ଖୁସି ଦେବ ଏ କଥାକୁ ତୁ ବିଶ୍ୱାସ କରୁଛୁ? କେମିତି ବିଶ୍ୱାସ କରୁଛୁ? ବିଶ୍ୱାସ କରିବାକୁ ହବ ଲୋ ମାମା, ବିଶ୍ୱାସ କରିବାକୁ ହବ। ମୁଁ ପରା ସେଇ ମାଟିର ନାରୀ, ଯୋଉଠି ରାସ୍ତା କଡ଼ରେ ପଡ଼ିଥିବା ପଥର ଦେହର ସିନ୍ଦୁର ଲଗେଇଥିଲେ ଲୋକେ ତାକୁ ପୂଜା କରନ୍ତି, ବାଟଚଲା ଲୋକ ତାକୁ ମୁଣ୍ଡିଆ ମାରନ୍ତି। ସେଇ ମାଟିର ନାରୀ ସେ ଠାକୁରକୁ ମୁଁ ଅବିଶ୍ୱାସ କେମିତି କରିବି ଲୋ ମାମା? ବସ୍ ବସ୍, ବହୁତ ହେଇଗଲା, ସେ ଡ୍ରାମା ବନ୍ଦ କର, ଚାଲ ମୋ ସାଥିରେ, ଚାଲ କହୁଛେ। ନାଇଁ ନବେ ତମ ମୁହଁରେ ଛିପ ଫିଙ୍ଗି ଯାଇଥିଲା, ଏବେ ଜୋତା ମାରି ଚାଲିଗଲା ପରେ ବି ତମେ ତାର କଥାକୁ ଚିନ୍ତା କରୁଛ? ମୁଁ ଚିନ୍ତା ବି କରିପାରୁନି। ଭଗବାନ ମୋ କପାଳରେ ଏତେ ଦୁଃଖ ଲେଖିଛନ୍ତି କେମିତି? ମୁଁ ବି ଭାବି ପାରୁନି, ତମ ଭରି ଉଶୃଙ୍ଖଳିତ ନାରୀର ଯୋଗସୂତ୍ର ମୋ ଭାଗ୍ୟରେ ଘଟିଲା କେମିତି? ନାରୀକୁ ସ୍ୱାଧୀନତା ଦେଲେ ଏମିତି ବିଶୃଙ୍ଖଳିତ ହେଇଯାଏ, ଏ କଥା ମୁଁ ଏବେ ଅନୁଭବ କରୁଛି।
ମୁଁ ବି ଚିନ୍ତା କରିପାରୁନି ମୋ ଝିଅ ଯୋଉ ପୁରୁଷକୁ ପସନ୍ଦ କରିଛି ସେ ପୁରୁଷଟା ଏତେ ନିଷ୍ଠୁର ହେଲା କେମିତି? या परे तम स्वामी केते निष्ठुर हब कथा तमे जानिब कहली और आज भी कहूची तम स्वामी मरिब विधवा हब तमे विधवा हब विधवा ବୁଝି ପାରୁନି ଭଗବାନ ମୋ ଝିଅ ପାଖରେ ଏତେ କଷ୍ଟ ଲେଖିଛନ୍ତି କାହିଁକି ଏତେ ଦୁଃଖ ଦଉଛନ୍ତି ଜାଣିଛ ନା ମୋ ଝିଅ 2 ଘଣ୍ଟା ହେଲାଣି ଆସିଲା ମାତ୍ରେ ତ ସାଙ୍ଗେ ସାଙ୍ଗେ ଛାତ ଉପରକୁ ଚାଲିଗଲା। ବାପରେ ବାପ କି ରାଗ! ସାଙ୍ଗେ ସାଙ୍ଗେ ଆସି କହିଲା ମାମା ସେ ଆମ୍ବ ଗଛରେ ଆମ୍ବ ଫଳିନି କି ଫୁଲ ଗଛରେ ପାଣି ଦିଆ ହଉନି କି ଗଛ ଚାରିପଟେ ଏମିତି ଘାସ ଉଠିଛି କାହିଁକି ଗଛ ଗୁଡାକ ଏମିତି ମଉଳି ପଡିଛି କାହିଁକି ଜାଣିଛ ନା କେତେବେଳୁ ଆସିଲାଣି ହେଲେ ପାଟିରେ ପାଣି ବି ଟୋପି ଦେଇନି। ମୁଁ କହିଲି ମା ଚାଲୁନ ଖାଇବ। ସେ କ'ଣ କହିଲା ଜାଣିଛ? କହିଲା ଅନେକ ଦିନ ହେଲାଣି ମୋ ବାବାଙ୍କ ସହିତ ମୁଁ ଜମା ଖାଇନି, ମୋ ବାପା ଆସତ ତାଙ୍କ ସହିତ ଖାଇବି। ଜାଣିଛ ନା এই কଣ୍ଢେଇটা ଧରି କହିଲା ମାମା ଦେଖୁନ ମୋ କଣ୍ଢେଇର ଦେହଟା କେତେ ଅସନା ହେଇଯାଇଛି, କେତେ ଧୂଳି ଲାଗି ଯାଇଛି, ତୁ ତାକୁ ସଫା କରିପାରୁନି। ସେତେବେଳେ ଯେମିତି ମତେ ଲାଗୁଥିଲା ମୋ ଝିଅ ଅନ୍ୟ କାହାର ସ୍ତ୍ରୀ ନୁହେଁ, ଆମର ସେ 20 ବର୍ଷ ତଳର କୁନି ଝିଅ ନମି। हेई तू आसी बुढ़ी हेलुंटी हाँ तोर से पिला दिन कथा गलानी गोटे सड़े दुणी गोटे सड़े बाली हेलो हेई आ गोटे सड़े एटा पुणी कोन बा एटा हां सारू पत्र आ डिमिरी फळ ए याको मु खाई हां काई आगरु तो खाउथिलु मु तते बाड़ी पछ आंबा गछ मूଳରେ बाड़ी दउथिली सारू पत्र रे तू केते बढिया किना खाउथिलु हेलो हे आमे सतबळे पिला थिले ओ एबे कुआरे तू बड्डो हे गलुनी काई तू कोन छुआ की हां बा मो आई भी कहतला मु कोरे बड्डो हे गलुनी हां आईडी तो आई ठीक कहतला
ସେ ସଡ଼େଇ ଖେଳ ଛାଡ଼ି ସତ ସତିକା ଭାତ ରାନ୍ଧି ଶିଖି ନହେଲେ ଶାଶୁଘର ଯାଇ କେମିତି ଖୁନ୍ଦା ଖାଇବୁ ଯେ ଅନେଇଲୁ ଚୁଲିରେ ହାଣ୍ଡି ବସେଇ ପାରିବୁନି। ଏ ମୁନା ମାଇ କହୁଥିଲା ହଁ ମୋର କାଳେ ତୋ ସାଙ୍ଗରେ ବାହାଘର ହବ। ହସୁଛୁ କାହିଁକି? ହ୍ୟାଲୋ 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 ତୁ ତ ପକ୍ଷୀଟା ମୁଁ କାହିଁ ତତେ ବାହା ହେବି ଯେ? ତୁ ନ ଏ ମୁନା ତୋ ଛଡ଼ା ଆଉ କାହାକୁ ବାହା ହେବିନି। ସତ ଭଲ
ଶିଖା ବସିଥିଲା ମୋ ସାଙ୍ଗରେ କଥା ହଉଥିଲା କୁଆଡ଼େ ଗଲା ମୋ ଶିଖା ଶିଖା पाठी करना मो झील शोची राति जाक डिबिरी नगे केते पाठ पड़ी मुना देख 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 मो झील साइकेल चढ़ी कलेज जाऊँगी पाठ पढ़ बहुत पाठ पढ़ी बड़ ऑफिसर हम तापर तो गाड़ी चढ़ी उड़ी जीव ए मुना देखिलु ए मेघ तले जो उड़ाजाहाज आउनी से उड़ाजाहाज मो झील शिक्षा बही देखबू देखबू डाकिबी देखबू शिखा शिखालो मु तो बापा डाकुची देख 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 आलो टिके तलू को अन्ना सिया आउ चाहन रे उड़ी गला अबा आखिरे परल चढ़ी जाइतिलो बा से हमको आउ चिन्हि पारुनी मार कत बापर पंजरा हाड़ हाउ भाईर चमड़ा गुड़ी बढ़िया गुड़ी उड़ीला उड़ीला ऊपर को उड़ीला ऊपर को उड़ीला मैं मारी ऊपर को चढ़ीगला मुना मुना मो नटेटा को संभाली पारूनी रे अरे देखु झड़ बस्ता सब हारी अरे छाड़ी अरे तो अरे तो देर पूरा मार रगत
ବାପର ପଞ୍ଜରା ହାଡ଼ଛି ଆଉ ଭାଇର ଚମଡ଼ା ଫେରିଆ ଫେରିଆରେ ଗୁଳି ତୁ ଫେରିଆ କାନ୍ଦିଲା ଲୋ ବା କାନ୍ଦିଲା ଝଡ଼ ଥମିଗଲେ ବୋତାସ କମିଗଲେ ଗୁଡ଼ିଟା ଆପେ ଆପେ ତଳକୁ ଖସି ଆସିବ ତୁ ଯଦି ଏମିତି କାନ୍ଦିବୁ ତୋ ଆଖିଲୁରେ ପୁରା ଗୁଡ଼ିଟା ଓଦା ହେଇ ଫେରିଯିବ ମାର ରକତ ତୋ ପଞ୍ଜରା ମୋ ଚମଡ଼ାର ବୁଲା କିଛି ତାହେଲେ ମୋ ଶିକ୍ଷା କ'ଣ ଆଉ ଫେରିବନି? ନଟେଇରୁ ଅଲଗା ହେଇଯାଇଥିବା ଗୁଡ଼ିଟା ଆଉ କେବେ ବି ଫେରିବନି ଲୋ ବା କେବେ ଫେରିବନି ଆଉ ବନ୍ଧା ପଡ଼ିଥିବା ବାଡ଼ି ତଳ ଜମିଟା ସେଇଟା କ'ଣ ଆଉ ମୁକୁଳିବନି? ଏ ବା ତୁ ତୁ ଜମା ବ୍ୟସ୍ତ ହନା ମୁଁ ସହରକୁ ଯାଇ ଚାକିରି କରି ଟଙ୍କା ଆଣିଲେ ଆମ ଜମି ସବୁ ମୁକୁଳେଇ ଦେବା ହଁ ବା ଆମେ ମୁକୁଳେଇ ଦେବା ତୁ 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 ଅମେଇସା ରାତି କିଟିମିଟି ଅନ୍ଧାର ହେ ମୁନା ଯା 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 ଦିବିଟାକୁ ଲଗେଇ ଆଣିବୁ ମୁଁ ଯିବି ମୋ ଝିଅ ଶିକାକୁ ଖୋଜି ଆଣିବି ଦେଖିବୁ ମୋ ଝିଅ ଶିକା ମତେ ବାପା ବାପା ବୋଲି କୁଣ୍ଡେଇ ପକେଇବ ଆରେ ଚାହିଁଛୁ କ'ଣ ଯା ଦିବିଟାକୁ ନେଇ ଆଣିବୁ ଯା ତୁ କାହିଁ ଯାଇଛୁ ଯା ଖଟ ତଳେ ଦିବିଟା ଥୁଆ ହେଇଛି ତାକୁ ଲଗେଇ ଆଣିବୁ ମୁଁ ଯିବି ମୋ ଝିଅ ଶିକାକୁ ଖୋଜି ଆଣିବି ଆଲୋ ଯାଉନୁ କାହିଁକି କଣ ଖୋଜିବୁ ତାକୁ କାହାକୁ ହଜେଇ ଦେଇଥିବା ଆର ଖଣ୍ଡ କଲିଜାକୁ ବୁଲା ଆରେ ଯା ଟିଭିଟାକୁ ଲଗେଇ ଆଣିବୁ କାହା ନହେଲେ ସମାଜର ବୁଲା କୁକୁର ଗୁଡ଼ାକ ମୋ କଲିଜାଟାକୁ ଛିନିମିନି କରି ଖାଇଯିବେ ରେ ମୁନା ଯା ଆରେ ଯା କହୁଛି ନାଇଁ ତମାନେ କେହି ଯିବନି ମୁଁ ଯିବି ମୁଁ ତା ବାପା ଯିବି ମୁଁ ନିଜ ହାତରେ ଡିବି ଲଗେଇ ମୋ ଝିଅକୁ ଅନ୍ଧାର ଭିତରେ ଖୋଜି ଆଣିବି ନିଶ୍ଚୟ ଖୋଜି ଆଣିବି ମୁଁ ନିଶ୍ଚୟ ଖୋଜି ଆଣିବି କଣ ହେଇଛି କହିଲୁ ବାର କଣ ହେଇଛି ସେ ଏମିତି କାହିଁକି ହଉଛି ସେ ମରିବ ସେ ନିଜେ ତ ମରିବ ଆମ ସମସ୍ତଙ୍କୁ ବି ମାରିଦବ ସବୁବେଳେ ଖାଲି ଶିକା 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 ହେଲୋ ସିଏ ତ ଭୁଲିଗଲା ପର କରିଦେଲା କଣ ଦରକାର ତା କଥା ମନେ ପକେଇବା କିଆ ପିଆ ଛାଡ଼ି ଖାଲି ତାରି କଥା ଭାବିବା ମୁନା ତୁ ନା ମୋ ଆଈକୁ ମନା କରେ ସିଏ ବି ମତେ କହୁଛି ତାର କୁଣିଆ ଲୋକ ସହିତ ସହରକୁ ଯିବାକୁ ଭୁବନେଶ୍ୱର ଯିବାକୁ ସେଠି ରହି ଚାକିରି କରିବାକୁ ତୁ ମନା କରେ କୋଉଠିକି ଯିବୁ ତୁ ଭୁବନେଶ୍ୱର ଏ ପାହାଡ଼ ଏ ଝରଣା ଏ ମାଟିର ଏ ଅଗଣା କହୁଛି ମତେ ମୁଁ ତୋତେ ଭଲ ଭୁବନେଶ୍ୱର ଯାଇ ଚାକିରି କଲେ ତତେ କଣ ଭୁଲିଯିବି ଏଇ କଥା ଭାବୁଛୁ ନା ତୁ ବୁଝୁନୁ କାହିଁକି ସେ ସହରଟା ଆମ ଗାଁ ନୁହଁ ଆଉ ସେଠାକାର ଲୋକ ଗୁଡାକ ଜମା ଭଲ ଲୋକ ନୁହନ୍ତି ତୁ ଯେମିତିକା ପିଲା ହେ ନା ଏଇଟା କିଛି ଜାଣିନି ଏ ନା ମୋ ଆଈ କହୁଥିଲା ତାର ସେ କୁଣିଆ ଲୋକଟା ଭାରି ଭଲ ଲୋକ ଜାଣିଛୁ ନା ସେ ଆମ ଘରକୁ ଆସିଥିଲା ମତେ କହିଲା ତୋର ସେଠି କିଛି ଅସୁବିଧା ହବନି ମୋ ଆଈ ପାଇଁ କେତେ କ'ଣ ଆଣିଥିଲା ମୋ ପାଇଁ ଗୋଟେ ଶାଢ଼ୀ ଆଣିଥିଲା ଆମ ଆଈ ହାତରେ ଟଙ୍କା ଦେଇଛି ତୁ କହୁନୁ ଆମେ ଆଉ କେତେ ଦିନ ଏମିତି ଦୁଃଖ କଷ୍ଟରେ ଚଳିବା ଯିବି ନା କ'ଣ ହଉ ଠିକ ଅଛି ତୁ ଯା ହେଲେ ଗୋଟେ କଥା ମନେ ରଖିବୁ କହୁନୁ କହ ସବୁବେଳେ ମତେ ଫୋନ କରିବୁ
ମୁଁ ତୋ ସହିତ କଥା ହେବି। ହଉ ହଉ କରିବି ଫୋନ, ମୁଁ ଫୋନ ପାଇଲେ କରିବି। ଏ ମୁନା ମୁନା, କ'ଣ? ମୁଁ ସିନା ଚାଲିଯିବି ହେଲେ ମତେ ଭୁଲିବୁନି ନା? ନା ଚଢ଼େଇ ଖେଳ କଥା ଜମା ଭୁଲିବୁନି। ନା ଜମା ଭୁଲିବିନି। ସବୁଦିନ ମୋ ଭାତକୁ ଦେଖିବୁ, ମୋ ଡାଲିକି ଦେଖିବୁ, ମୋ ତରକାରୀକୁ ଦେଖିବୁ, ଟିମିରି ଫଳ ସାରପତ୍ରକୁ ଦେଖିବୁ, ଆଉ ମୋ କଥା ମନେ ରଖିବୁ ନା? ମନେ ରଖିବୁ ନା? ତୁ ମତେ ଫୋନ କରିବୁ ନା? କରିବି। ସବୁବେଳେ ଫୋନ କରିବୁ। ବା ସାଙ୍ଗରେ ଝଗଡ଼ା କରିବୁନି ନା? ନା ମୁଁ ଝଗଡ଼ା କରିବି। ଯାଉଛି ଯା। ଯାଉନୁ ତୁ। এ পাহাড় এ ঝরনা এ মাটির অগণা কবুছি মতে ଶିକ୍ଷା ତୁ କିଭଳିଆ ଲୋକ କହିଲୁ? ଆରେ ବମ୍ବେରୁ 8-10 ଦିନ ଫେରିଲୁ, ମୋ କଥା ଟିକେ ମନେ ପଡ଼ିଲା ରେ? ତମର ତ ସବୁବେଳେ କାମ, ଯେତେବେଳେ ଫୋନ କଲେ ତମ ମୋବାଇଲ ସୁଇଚ୍ ଅଫ୍। ଇଲୋ ସେ ଫୋନଟା ପୁରା ଭାଙ୍ଗିଗଲା। ଆଚ୍ଛା ମତେ ଗୋଟେ କଥା କହିଲ, ମୋବାଇଲଟା ଭାଙ୍ଗିଗଲା ବୋଲି କ'ଣ ମାର୍କେଟରୁ ମୋବାଇଲ ସରିଗଲା? କହନା କହନା, ଅଣ୍ଟିରେ ଫୁଟେ କୋଉଟେ ନାହିଁ। ସେ ଡାକ୍ତର ଗୁଡ଼ାକ ରଖେଇ ଦଉଛନ୍ତି, କହିଲେ କ'ଣ ମେସିନ୍ ଆସିବ, ଧୁକୁ ଧୁକୁ ଫଟୋ ଉଠିବ, ବିଦେଶରୁ ଆସିବ 50 ଲକ୍ଷ ଟଙ୍କା। ଦେଇଦେଲି ଯେ ଅଣ୍ଟି ଫାଙ୍କା। ଏ ଧନ ଦଉନୁ କ'ଣ ଦଉନୁ କ'ଣ ବା? 10 ଲକ୍ଷ ଟଙ୍କା। ଏତେ ଗୁଡ଼ାଏ ଟଙ୍କା ମୁଁ କୋଉଠୁ ଆଣିବି? ମୋ ପାଖରେ ଟଙ୍କା ଫଙ୍କା କିଛି ନାହିଁ। ଇଲୋ ହେଇଲୋ, ফাঁসি যাউতুলু মাঝি নইরে গোটেই আইলি তোতে এ টাকুয়া গেলে মাউস লাগিলা প্রভাব দৌচু মতে এ ডাক্তার বাবু যে ধন্দা করুচন্তি এ গোটাই কেসরে 10,000 পুଣି ନିଜର କ୍ଲିନିକ ରେ ଭୁବନେଶ୍ୱର ସ୍ତ୍ରୀ ମାନେ ଅପେକ୍ଷା ଝିଅ ପିଲା ବେଶୀ ପିଲା ନଷ୍ଟ କରୁଛନ୍ତି। ତୁ କହୁଛୁ ଟଙ୍କା ନାହିଁ କିଲୋ, ମତେ ତୁ ପର ଭାବିଲୁ ନା କଣ? ନାଇଁ ନାଇଁ, ମୁଁ କ'ଣ କହୁଥିଲି କି ମୁଁ ନବ ଘରେ ସମୁଦ୍ରର ଢେଉ ମୁଣ୍ଡକୁ ପିତ ଚଢିଲେ ମୁଁ କାରି ନୁହବେ। ମନା କରନା, তো গুমর মাঠিয়া ফটাই দেবি। মানে সারু পাতরে বেঙ্গ বেগুলি তুলিল জেলে আমি কোট পেপর চৌটি রাতি স্বামী সংসার ফটা। বন্ধ কর কହୁଛି। পুଅ କେତେ ଟଙ୍କା ଦରକାର? ମୁଁ ଜାଣେ ପରା, ମୋ ଧନ ମୋ କଥାରୁ କେବେ ବାହାରି ଯିବନି। ଆଲୋ ଏ ଶିକ୍ଷା, ଆଇଲୁ ଆଇଲୁ ଆଇଲୁ, କେତେ ଦିନ ଗୋଟେ ଗେଲ କରିନି। नमिता, ये मो भाई नव घड़े। छी, काहे भाई बोले कहीं भाई भौन पवित्र संपर्क तू खोल को लगाउछ कहिलो। हुसियार, तू ए घरर चाकराणी रहइको चेष्टा कर। मन रख, तू ए घरर मालिकाणी नुह। ताछड़ा हाई सोसाइटी रे सब चले। तू जदि निज स्वार्थ पई
ଅନ୍ୟର ରକ୍ତକୁ ଗର୍ଭେ ଧରି ପାରିଲୁ ସେଇଟା ତୋ ପାଇଁ ପାପ ନହୋଇ ପୁଣ୍ୟ ହୋଇଗଲା। ମୁଁ ପାପ କରୁଛି ବୋଲି କହିବାକୁ ତୁ କିଏ? ମୁଁ ଯାହା କରିଛି ମୋ ସ୍ୱାମୀଙ୍କ ମଙ୍ଗଳ ପାଇଁ କରିଛି। ଆଚ୍ଛା, ସ୍ୱାମୀଙ୍କ ମଙ୍ଗଳ ପାଇଁ କରିଛୁ ନା ଟଙ୍କା ପାଇଁ କରିଛୁ? अरे वाह आलो ए शिक्षा ए दुनिया रे एमिति स्वामी अछती जे स्त्री को टंका पाई पर पुरुषर पिलार माँ बाबू छाड़ी दउचंती। ए शिक्षा मते कैसे स्वामी की देखे को भारी इच्छा होती। देखिबा से कली जुगर चंद्रसेनाटी किए। मुह सबले कथबार्ता करंतु कहि दउची। मो घरे ठिया है मो भाई को पूरी नालिया की देखाउछो। अबे तो जानिनो मु तो अवस्था कोन करी। मोर भूली जाछि बाबुआड़ी, मोर भूली जाछि। ओके ओके ठीक अछि। सुन, तू जदि चाहूचु तो स्वामी सब कथा न जानु तो संसार न भांगू ताहले तते भी सब दिन पाई चुप रहिबा को पड़िबो। जा मो भाई पाई पानी ग्लास टे नैया। अरे बाबा जा। ए शिक्षा बढ़िया छेड़ीटे रखीचु कहीं आगुरी मत तो कही नथलु। हे शिक्षा कहीं मत भोकलाटे बुलेई नेलु नहीं। ओहो आस्ते कह, घरे ये अछंती सुनी देबे। हो मास्ते कहूची एठी मु जाउची संजोरु टिके नरसिंहवाटी बुली जबु। हां मन करी टंकाटा नबु। नमिता के घरे रखी मु भूल करिनी तो ना ना मते यार गोटे उपाय बाहर करबे को पड़िबो। अरे माँ डॉक्टर बाबू अछंती? अंकल नमस्कार। आपने इतने दिन पर जे आपन को देह ठीक ठाक अछि त? आसन सब ठीक थला हठात कहीं सकाळु मुंडटा बुले पकेला भाबिली टी डॉक्टर हमको देखा करी आसी। हां ओके ओके ठीक अछि। एक्चुअली कथा कोन की से एबे नर्सिंग होम रे फेरिले आपन एठी अपेक्षा करंतु मु संगे संगे तमु डाकी दउछि। नहीं नहीं सी एबे फेरले सी टी रेस्ट नियतु बरं मु एठी किछि समय अपेक्षा करूछि। ओके अंकल। बाणी मत नाली आखि नहीं तो मत नाली आखि देखैबो। अच्छा बापा ना धइले बाधी जाउची नु मु देखिबी एबे को बोपास तो पिछे पड़िबो। आपण जानि नाहंते अंकल एंती चकर चकड़ी मन को शासन न कले ए माने ठीक रे काम करिबेनी। देखु नाहंते मोरी पाखो टंका न पुणी मते नाली आखि देखाउची। अच्छा तू जंते कथावार्ता करतु नाली आखि देखाउतलु मते जंते लागिला तू को राजउवासर राजकुमारी। तू जदी राजउवासर राजकुमारी तल जाउनो राजउवासर रहिबो एठी काम करबा को आछो काई की जंते कथावार्ता करची सत जेमिति को हजार ओहो बंद कर शिका
বন্ধ কর তুমি। সরি অঙ্কল, আই এম সো সরি। দেখ কেবল অঙ্কলଙ୍କ ପାଇଁ ତୁ ବଞ୍ଚିଗଲୁ, ତା ନହେଲେ ଆଜି ତତେ ଯେତେ ଶୀଘ୍ର ପାରୁଛ ସବୁ ସଫା କର। ଅଙ୍କଲ ଆପଣ ଏଠି ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କ ପାଇଁ କୋଲ୍ଡ ଡ୍ରିଙ୍କସ୍ ପଠାଇ ଦେଉଛି। ଆପଣ ଦେଖିଲେ ନା ବାବାଣୀ କେତେ ରାଗେ। ଆପଣ ଯଦି ଏଠୁ ଚାଲିଯିବେ ତାହେଲେ ବାବାଣୀ ଭାବିବେ ମୁଁ ଆପଣଙ୍କୁ ଅପମାନିତ କରିଛି, ସେଇଥିପାଇଁ ଆପଣ ଏଠୁ ଚାଲି ଯାଇଛନ୍ତି। ବାବାଣୀ ରାଗିଲେ କିଛି ଶୁଣନ୍ତିନି ବାବୁ, କିଛି ବୁଝନ୍ତିନି, ବହୁତ ମାରନ୍ତି। ବହୁତ ମାଡ଼ ଖାଇସାରିଲେଣି ବାବୁ, ମତେ ମାଡ଼ ଖାଇବାର ବଞ୍ଚେଇ ଦିଅନ୍ତୁ ବାବୁ, ମତେ। ଯିଏ ଭୁଲ କରିବ ସେ ଦଣ୍ଡ ପାଇବା ଉଚିତ। ତାହେଲେ ବାବୁଆଣୀ ଯେତେବେଳେ ମାଡ଼ ମାରୁଥିଲେ ଆପଣ ଅଟକେଇଲେ କାହିଁକି? ମାନବିକତାର ଦ୍ୱାହିରେ ନା ରକ୍ତର ନିର୍ଦ୍ଦେଶରେ? ରକ୍ତ? କିଏ କାହାର ରକ୍ତ? କିଏ ସେ ରକ୍ତ? ସେଇ ରକ୍ତ ତାକୁ କଲେଜ ଫୋନ କରି ପଚାରୁଥିଲେ କେତେବେଳେ ଆସିବୁ ରେ ମା। ସେଇ ରକ୍ତ ଯାହାକୁ ରାତି ଅଧରୁ ନିଦରୁ ଉଠେ ପାଖରେ ବସି ଖୁଆଉନଥିଲେ ଆପଣ, ଖାଉନଥିଲେ। ସେଇ ରକ୍ତ ଯାହା ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ତା ପାଖରେ ଜଗି ବସୁଥିଲେ। ଏସବୁ କଣ ଭୁଲିଗଲେ ବାବା? ବାପା? କିଏ କାହାର ବାପା? କିଏ ସେ ବାପା? ସେଇଦିନ ତୋ ବାପା ତୋ ପାଇଁ ମରି ଯାଇଛି, ଯୋଉଦିନ ତୁ ଏ ଘର ଛାଡ଼ି ଚାଲି ଯାଇଥିଲୁ। ତୋ ବାପା ତୋ ପାଇଁ ମରି ଯାଇଛି ଯୋଉଦିନ ତୁ ଚିନ୍ତା କରୁନି ତୋ ବାପାର ମାନ ସମ୍ମାନ ଇଜ୍ଜତ ଅଛି ବୋଲି। ଜାଣିଛୁ ওই কথা ভাবি ভাবি তো মার ব্লড প্রেসর বাহারিছে। ধীরে ধীরে রাতিরে কাହାର কই কই কান্দ শুনি ମୁଁ ଲାଇଟ୍ ଅନ୍ କରି ଦେଖେ ତ ମା କାନ୍ଦୁଛି। ମୁଁ ତାକୁ ଯାଇ ପଚାରେ, ଏ କଲ୍ୟାଣୀ ତମେ କାନ୍ଦୁଛ କାହିଁକି? ସେ ମତେ ଜାବୁଡ଼ି ଧରି କହେ, ମୁଁ ମୋ ନମିତାକୁ ସପନ ଦେଖି। ମାମା ସିନା ମତେ ସ୍ୱପ୍ନରେ ଦେଖେ, ହେଲେ ମୁଁ ତାକୁ ସତରେ ଦେଖେ। ରାସ୍ତାରେ ଚାଲି ଯାଉଥିବା କାହା ଶାଢ଼ୀ ମୋ ମାମା ଶାଢ଼ୀ ଭଳି ଲାଗେ ତ? ରାସ୍ତାରେ ଚାଲି ଯାଉଥିବା କୋଉ ସ୍ତ୍ରୀ ଲୋକଟା ମତେ ମୋ ମାମା ଭଳି ଲାଗେ। ମନ୍ଦିରରୁ ଫୁଲ ଡାଲା ଧରି ଫେରୁଥିବା ସବୁ ସ୍ତ୍ରୀ ଲୋକ ଗୁଡ଼ା ମତେ ମୋ ମାମା ଭଳି ଲାଗନ୍ତି। ବେଳେ ବେଳେ ଅଫିସରୁ ଫେରିଲା ବେଳେ ତୋ ମା ଗେଟ୍ ଖୋଲି ମୋ ପାଖକୁ ଧାଇ ଆସେ ଆଉ ମତେ ପଚାରେ, ଏଇ ଆମ ନମି କଲେଜ ଯାଇଥିଲା, ଏତେ ଡେରି ହେଲାଣି, କ'ଣ ତାର ଅସୁବିଧା ହେଇଛି କି? ଯେତେବେଳେ ମୋ ଦେହ ଖରାପ ହେଇଯାଏ, ରାତି 10ଟା ପରେ ମନୋଜ ଯେତେବେଳେ ଦାଣ୍ଡ କବାଟ ବନ୍ଦ କରନ୍ତି, ମୁଁ ତାକୁ କୁହେ, ହେଇ କବାଟ କାଇଁ ବନ୍ଦ କରୁଛ? ମୋ ବାପା ଆସିବେ, ମୋ ପାଇଁ ମେଡିସିନ ଆଣିବେ, ମତେ ପାଖରେ ବସି ଖୁଆଇଦେବେ, ଆଉ ମୁଁ ତାକୁ କୋଳରେ ମୁଣ୍ଡ ରଖି ଶୋଇବି। ଆଉ ସେ ମୋ ମୁଣ୍ଡ ଆଉସୁଥିବେ ଯେ ଆଉସୁଥିବେ, ରାତି ପାଇଯିବ। ଆଗ ପରି ସବୁ ରବିବାର ଦିନ ତୋ ମା ଡାଇନିଂ ଟେବୁଲ ଉପରେ 3ଟା ପ୍ଲେଟ୍ ବାଢ଼ି ଦେଇଥାଏ। ମୁଁ ବେସିନ୍ରୁ ମୁହଁ ହାତ ଧୋଇ ଆସି ପଚାରେ, ଆମ ମୁଁ ସେ କଥା ପଚାରିନି, ମୁଁ ପଚାରେ ଆମେ ତ 2 ଜଣ ଡାଇନିଂ ଟେବୁଲ ଉପରେ 3ଟା ପ୍ଲେଟ୍ ପଡ଼ା ହେଇଛି କାହିଁକି? ଉଠାଅ ଉଠାଅ ସେ ପ୍ଲେଟ୍। ମାମାକୁ କହିଦେବେ ବାପା, ମୁଁ ଏଠି ବହୁତ ଭଲରେ ଅଛି। କହିଦେବି ପର ଘରେ ଚାକରାଣୀ ହେଇ ରହିଛୁ। একথা শুনিলে তো মামার দেহ ভাল হয়েছিল, তা ব্লড প্রেসার কমিଯିବ। କହିଦେବି ମୁଁ
କହିଦେବି। अंकल नमस्कार अंकल। ନମସ୍କାର। अंकल आपण केतବେଳେ ଆସିଲେ? ନାଇଁ ନାଇଁ ଏବେ ଆସି ପହଞ୍ଚିଲି। ଟିକେ ମୁଣ୍ଡଟା ବୁଲେଇ ଦେଲେ ତ ଭାବିଲି ଟିକେ ଡାକ୍ତରଙ୍କୁ ଦେଖା କରି ଆସିବି। କିନ୍ତୁ ମାଆଙ୍କ ଦେହ ଭଲ ନାହିଁ। ଆପଣଙ୍କ ଦେହ ଭଲ ଅଛି ତ? ହଁ ସବୁ ଠିକ୍ ଅଛି। ମାଉସୀଙ୍କ ଦେହ ଭଲ ନାହିଁ। ଆପଣ ଆଦୌ ବ୍ୟସ୍ତ ହୁଅନି, ମୁଁ ଆଜି ଯାଇ ମାଉସୀକୁ ଚେକଅପ୍ କରି ଆସିବି। ହଁ अंकल नमिता अंकल ये हूँ नमिता आम घरे किसी दिन है रही आम घर भल मंद बुझाबुझी कर ଜାଣିସାରିଛି। नमिता ये होचंती बासु अंकल मो बापांकर सबुठु क्लोज फ्रेंड जने रिटायर्ड डीजी। भगवान चाहिए ता नईते सी मो ससुर मु ज्वाई होती। ଆଉ ଅବିନାଶ ପଛ କଥାକୁ ମନେ ପକେଇଲେ ବହୁତ କଷ୍ଟ ଲାଗିବ। अंकल चलतु मु आपन को नहीं घरे छाड़ दे आसबि। चलतु ଠିକ୍ ଅଛି। अभिनय जमा डरना तो मौसा पाखे अच्छे डरचु कहीं जमा डरना तू ये इंटरव्यू दबु आ तू चाकरी कले तो चाकरीटा पूरा फाइनाल। କଣ କହୁଛ? ମୁଁ ପାଠ ସାଠ ପଢିନି ଏଗୁଡା କିଛି ବୁଝିପାରୁନି। କଣ କହୁଛ? कि दरकार ना कि पाठ पढ़ले जी चाकरी नहीं था आम ओडार केमती हजार हजार बेकारी बुली था तब तू झील पिलाटा में तोर गोटे पाठ गोटे कौन तोर पाठ पाठ किसी ना चलो शुणु आम सार होके आसबे सी जहाँ पचारे कह सब कथार हाँ मारी शुणु बाबू जहाँ पचारे कौन कहबू ହଁ ମାରିବି। हाँ मासक दरमा के जानचु टी 8,000 टंका। 8,000? हाँ बाबू जहाँ पचारे तू कौन कहबू ହଁ ମାରିବି ପରା। हाँ ରାଉତେ आज्ञा କିଏ କି? आज्ञा गरीब झीलटा भारी हतभागिनी घरे खाली बुढ़ी माटे अच्छी आई हिसाब से मो झियारी परिका हम भाविली गाँव रही कहीं कष्ट पाइब आम नर्सिंग होम तो एत पोस्ट फांका पड़ी विचारटा को नहीं आइले पार उधार हो नहीं आइली आज्ञा 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 ଇସୁକୁଲୁ ଯାଇଛୁ? कौन हाँ कह अरे हाँ कह ଆଚ୍ଛା ଇଂରାଜୀ ପଢିଛୁ? कौन हाँ कह हाँ ହଁ ଆଚ୍ଛା ଆଚ୍ଛା ରୋଗୀମାନଙ୍କ ଯତ୍ନ ନେଇପାରିବୁ? तरीका मु न कहले तू हाँ कहना हाँ कह हाँ कह ଆଚ୍ଛା ରାଉତେ आज्ञा 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 ଚାକିରି ଫାଇନାଲ। हाँ आज्ञा आज्ञा ସମସ୍ତେ 8,000 ନିଅନ୍ତି। ଆଜ୍ଞା। ଆକୁ 2,000 ଅଧିକା ମିଶେଇ 10,000 ଦିଅ। हाँ हाँ आज्ञा आज्ञा ଏଇ ଆମର ଯେଉଁମାନେ ଏଠି ଚାକିରି କରନ୍ତି ସମସ୍ତେ ଧଳା ଜାମା ପିନ୍ଧନ୍ତି। ତମେ ବି ସେଇଆ ପିନ୍ଧିବା ଦରକାର। ରାଉତେ आज्ञा ଏ ଝିଅର ମାପ ନେଇ ଆଜ୍ଞା। ଆମ ଷ୍ଟୋର ରୁମରୁ ଧଳା ଜାମା ପେଣ୍ଟ ଆଣି ଦେଇଦିଅ। आज्ञा 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 ଆଚ୍ଛା ଅଣ୍ଟା କେତେ? 50 कोड़े आज्ञा माप नौ ଆଉ ଦେଖ ମୋର 12 କାମ ଛାଡ଼ କହୁଛ ଯଦି ମାପ ନେଇଯିବା। आज्ञा आज्ञा ଅଣ୍ଟା आज्ञा मोटा मोटा ଅଣ୍ଟା ଏ ବାବୁ କଣ କରୁଛ ତମେ? କଣ କରୁଛ? ମାପ ମାପ ନଉଛି ରାଉତେ। आज्ञा आज्ञा
ଅଣ୍ଟା 28ରୁ 30 ଭିତରେ ହବ। ଲମ୍ବ 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 ଆଜ୍ଞା ଆଜ୍ଞା ରେ ମୁଁ କ'ଣ କଲି କି ଏ ନାତୁଆ ଗାଈ ପରି କେମିତି ଯାଉଛୁ ମୁଁ କ'ଣ ମୁଁ ଏମିତି ସବୁ କରେ ମଉସା ମୁଁ ଘରକୁ ପଳେଇବି କାଇଁ ବ୍ୟସ୍ତ ମୁଁ ପଳେଇବି ରାଉତେ ଅଣ୍ଟା ଗଲା ଲମ୍ବ ଗଲା ଛାତି ମଉସା ମଉସା ମୁଁ ଘରକୁ ପଳେଇବି ମୁଁ ଚାକିରି କରିବିନି ମୋର ଚାକିରି ଦରକାର ନାହିଁ ମୁଁ ଆଇ ପାଖକୁ ପଳେଇବି ମତେ ଗାଁକୁ ନେଇ ଚାଲ ଏ ବାପଟା ଜମା ଭଲ ଲୋକ ନୁହନ୍ତି ଏଇ ମୁଁ ତୋର କ'ଣ କଲି ବା ମୁଁ ମାପ ନଉଥିଲି ମାପ ମୁଁ ଘରକୁ ପଳେଇବି ମତେ ମୋ ଆଇ ପାଖକୁ ନେଇ ଚାଲ ମୋର ଚାକିରି ଦରକାର ନାହିଁ ମୁଁ ରହିବିନି ଏଠି ମୋର ଚାକିରି ଦରକାର ନାହିଁ ମୁଁ ପଳେଇବି ମତେ ନେଇ ଚାଲ ଘରକୁ ନା ନା ମୁଁ ଏଠି ରହିବିନି ଏ ବାବୁ ଜମା ଭଲ ଲୋକ ନୁହନ୍ତି ମଉସା ଚାଲ ପଳେଇବା କାହିଁ ଶୁଣୁନ ମୁଁ ପଳେଇବି ମୋ ଆଇ ପାଖକୁ ଚାଲ ନା তো টঙ্কা দরকার ନା ନା ମୋର ଟଙ୍କା ଦରକାର ନାହିଁ 8,000 ଟଙ୍କା। ନା ମୋ ଦରକାର ନାହିଁ ନା ଭଲ ଲୋକ ନେଇ ଛୁଇଁ ଦଉଛି କିଛି ହବନି କିଛି ହବନି ମଉସା ଅଛି ଟଙ୍କା ଦରକାର ତୋର କିଛି ହବନି କିଛି ହବନି ମଉସା ମୁଁ ପଳେଇବି ଚାଲୁନ ପଳେଇବା ଚାଲ ଘରକୁ ଯିବୁ ତ ଯିବୁ ତ ଘରକୁ ପଳେଇବି ଯିବୁ ଆଉ ବ୍ୟସ୍ତ ନାହିଁ। ଯିବୁ ଘରକୁ ଯିବୁ ବ୍ୟସ୍ତ ଲୋ ବସୁ ଯିବୁ ଆଉ କ'ଣ ବାଉଳ ଖାଉ ଗୋଟେ ଏମିତି ହଉଛୁ ତୁ ଗୋଟେ ଯିବୁ ଆଉ କ'ଣ ହଉ ପଳେଇବା କବାଟ ବନ୍ଦ ନହେଲେ ତୋ ସହିତ ଭାବ ଆଦାନ ପ୍ରଦାନ କରିବି କେମିତି ଏ ଟୋକି ତୁ ଝିଅ ମୋ ପୁଅ ମୋ କଥା ମାନି ଭଲରେ ଭଲରେ ଧରା ଦିଆଯାଏ ନହେଲେ ତୁ ଝିଅରୁ ଛେଳି ହେଇଯିବୁ ମୋ ପୁଅରୁ ହେଇଯିବି ଭୋକିଲା ହେଟା ବାଘ ଟୋକି ତୁ ଯାହାକୁ ଗୋଇଠା ମାରିଲୁ ସେଇଟା ମଣିଷ ନୁହଁଲୋ এইটা গোটায় ভকিলা হেটা বাঘ তোতে পাখেরে পাইছি মানে এতে সহজে ছাড়িবিনি ভলরে ভলরে ধরা দেই দে না তু যেতে দৌড়িব এ বাঘ সেতে দৌড়িব এ বাঘ যেতে দৌড়িব আর ভোক সেতে সেতে বড়িব বাঘর যেতে ভোক বড়িব সে ভয়ঙ্কর হয়েযিব ভয়ঙ্কর হয়েযিব সে ঝাম্প মারিব
ପକାଇବ ସେ Agila Vago! Vago! राउते पानी राउते आज्ञा देखिल झीटा बंची कि मरी चित्ता पड़े राउते आज्ञा आपको जेते सुर नहीं पछर पकई दियो बादियो भारी खराब बाबू अपा को मो सागर पठाओ बाबू ओ बादियो भारी खराब रे सुने एते मना करथे दिया सुने बोली अरे ये जरे एते पिटी चली ए तो पिठी गलु लानी बाबू मु तुम गोड़ धरती बाबू
ବାପାକୁ ଟିକେ ପଠାଅ ମୋ ସାଙ୍ଗରେ ବାବୁ ଖାଇଛୁ ବାବୁ ଏଠି ଖାଇଛୁ ବାବୁ ମାର ଖାଇବୁ ଆଉ ବାବୁ, ଗଲୁ ହେଲେ ପିଟି ଜାଣିଲୁ ବାବୁ ବାବୁ ମୁଁ ଯାଉଛି ମାର୍କେଟ ଫେରିଲା ବେଳକୁ ତୁ ଶୁଆଠି ନଥବୁ ତା ନହେଲେ ଅନେଇଲୁ ସେ ବକରି କାଟିଲା ଭଳିଆ କାଟିଦେବେ ଶଳାକୁ তোর কোন হয়েছে বাবা তোর কোন হয়েছে କଣ ଭାବୁଛୁ ମୁଁ କିଛି ଜାଣିପାରୁନି ମୁଁ ସବୁ ଜାଣିପାରୁଛି ଲୋ ମୁଁ ସବୁ ଜାଣିପାରୁଛି ଏ ସହରର ଲୋକମାନେ ଜମା ମଣିଷ ନୁହନ୍ତି ସେମାନେ ଜଣେ ଜଣେ ପଶୁ ସେମାନେ ତୋ ଦେହକୁ ଜୁଡ଼ି ଖାଇ ଯାଇଛନ୍ତି ନା ତୋ ଇଜ୍ଜତ ନେଇ ଯାଇଛନ୍ତି ନା କହ ମାମା କହ କୋଉମାନେ ମୋ ବାଲିଙ୍କର ଭାଙ୍ଗି ଯାଇଛନ୍ତି କୋଉମାନେ ଆମ ଧୂଳି ଭାତ କାଦୁଅ ଟାରେ ବିଷ ମିଶାଇ ଯାଇଛନ୍ତି କହ ମାମା କହ ଦରକାର ପଡ଼ିଲେ ମୁଁ ସେମାନଙ୍କ ଛାତି ଚିରି ରକ୍ତ ପିଇଥିବି ରକ୍ତ କହ ମାମା କହ ମୁଁ ଜାଣିଛି ତୁ କିଛି କହିପାରିବୁନି ତୁ ମୁକ ହେଇଯାଇଛୁ ତୁ ଜମା ବ୍ୟସ୍ତ ନା ତୋ ପାଇଁ ଏ ମୁଣ୍ଡ ଅଛି ଚାଲ ମୁଁ ତତେ ଗାଁକୁ ନେଇଯିବି ଚାଲ ପଳେଇବା ଚାଲ
ना धर न टाकी मते तू बाबू आनी बोल डाकिबू तोर कोन से कथा मने रहउनी अरे मो घर के हाई फाई गेस्ट मैन आछंती तू मो ना धर डाकिले मो प्रेस्टीज हम पर रहउची मते बहुत खराब लागुची मोर भूली जाछि बाबूनी केबे भी आपण को ना धर डाकिबे केबे भी डाकिबे ओके ओके ठीक अछि मते कह ते पर्यंत खाइनु काहे की आज सावित्री व्रत मंदिर जाइने पाते को भी पाइने घरे आमिष रोसे हेछि सावित्री व्रत दिन आइस छुइले भी बाप अच्छा कथाटा ताहले जाई एठी अच्छा मते एक कथा कह तोर जदी सावित्री करिवार इच्छा थिला ताहले मो पाखरु तू टंका नौथुनु काई कि बे तू जदी मासु केमती 15 दिन ओसा करिवु मंगलवार बुधवार गुरुवार शनिवार मंगला ओसा बुधई ओसा गुरई ओसा अनैलो मते गोटे कथा कह से पिलाटा मଣିଷ पिला हबो ना मुसा छुआ हबो बाबूनी आज गोटे दिन मते छाड़ी दियो तू मु कथा दउची हाउ केबे भी ओसा करिबिनी के उपास व्रत करिबिनी तोर कोन से कथा मु सुनिबा को चाहेनी जा चुपचाप खाइबो जा मो स्वामी कर अमंगल हो आबे को स्वामी कथा तो कहउची बे जे तो भले गंडे खाइबा को देई पालानी जे तो खंडे पिंदिबा को देई पालानी बागर 5 वर्ष बीत जाइथिले भी जे तो कोळ को गोटे छुआ देई पालानी ताकि तो स्वामी बोली कहउछु मु आइथिले केवल अयोग्य स्वामी हातरे विधवा हेई जाई थांती कोन चित्कार करबार कोन अछि अरे सेबोली स्वामी बंची रहिबा अपेक्षा मरी जीवा ढेर गुण भला बाबूनी मंदिर रु भासी आसुवा धूप चंदन बास्ना आउ बेस्ताल रु भासी आसुवा दामी अतर भितर फरक कौन जानी जड़े स्वर्गर अनुभव दौला बेले गोटे टाणी निये नरकर दरिया भीतर को कौन कहला मो मन पूरा खुशी हो गला भाई तम मन सिला खुशी हो गला हेते मते लागुची हम पिलार अवस्था कौन हबो ये जमी कथा कहूँ मत लगुच पिला जन्म हो प्रवचन दब पिलाटा जन्म हेले तो कई डाक्तर अच्छा नरसिंह होम अच्छी दरकार पड़े पेट चिरिकी काढ़ी आनिबा मते लागुची आम पिलाटा बोधे मरी जीव नहीं भाई बाबूनी एमिति अमंगल कथा तुंदर धरतुनी चप धरतुनी छोटा परा है तू चुप रह प्रवचन देला एठी भाई मते गोटे कथा बुझेइल ये जमती मासु केमती ओसा करूची सेमिति ओसा कले से पिलाटार अवस्था कौन हबो से पिलाटा बंचिबा ना मरिबो ना एमिति उपास रहिले जन्म हब जाए कुकुर छुआ जन्म हब सुनलु तो नहीं सुनलु तो मो कथा मान चुपचाप जा खाइबु मांस तरी भात नहीं मु खाइ बिरि अछि मना कलानी ए शिक्षा हां तू मालिकाई नहीं ये बा एक मुह पे ठो ठो जवाब दे दूची भले रे कहूची जा खाइबु खाइ मना कलानी आज साबित्री ओसाटा आज गोटे दिन मते छाड़ी दियो तो केबे ओसा टंका नहीं नु ए 5 लाख देछु नी हां रे खाइबनी को खाइबो थरे नुह 8-10 थर मांस तरकारी हाय तमे ता खामुआ पेटे तुम पिला को टाण करिया हुष्ट पुष्ट करिया खासी कलिजा खाऊ
जोर जबरदस्त ताकू खाइबा को तमरो माने जो जबरदस्त देई नथिले एटा खाई न थांता मासको 15 दिन ओसा करूची काली कहला मोर सोमवार आज ओसा मु कहला हो छाड़ आज कहूची मोर सावित्री व्रत एमती यदि व्रत ओसा करिवो तमे को हम पिलार अवस्था कोन हबो उष्ट हबो टाण हबो न खाइले आमे टाण करथुला शासन दउतु नहीं नमिता ये सब आदौ ठीक नुहे तुम जड़े आधुनिक जुगर नारी ये सब करवाटा जमा ठीक नुहे एठी तुम आगे मो मिसेस शिक्षा मैडम छिड़ा तांको पचार सावित्री व्रत केते थर पड़े वर्ष को सावित्री व्रत कौन पाई करा जाए से कहि परिबे पचार तमाने तमे कोन मते कमेंट करतो मते इलो बोपा तुमको कमेंट करी कोन मोर बिना करो कालिया भूत भाई तुम ठिया आइछि नव बाबू ओ नव बाबू बागर आमर 4-5 वर्ष हो बेसी हेलानी तुम भणी घर को केते थर सावित्री भार आनी के मन पकेला तमे कोन भाई को असम्मान करछ मो भाई को तमे असम्मान करछ इलो बोपा तुम भाई देखो ना केमती गोटे कुकुर बागिया ठिया आइछि नाच अछि त तेरे ए मो समान कथा कर मु कुकुर हां मु कुकुर ना मु कुकुर कुकुर ठारू इन्न का मु कुकुर मु कुकुर तमे जानि छ मो भाई के आउ कम बड़ लोक सीए तांकर नर्सिंग होम अछि एरे बेया बळद तमे दीटा जक कुकुर ठारू हिन्न तम कत्रे मଣିଷ पणिया नाही बे तम कत्रे जदि मଣିଷ पणिया थांता आजी परी गोटे पवित्र दिन रे बिचारीटा को तमे मांस तरकारी खाइबा को देता तमे शिक्षा ए मते लागुची ए डाक्टर तो पागल होई गेलानी आ ए एठी रहिले मो मुंड भी खराब हे जीवो ओहो भाई काई तमे व्यस्त होछ कहला गोटे काम कर चल खाई दे की जीवा आसमु ता बुझेई दे पळौछ खाइबनी खाइबी मु खाइबी मु खाइबी नहीं आउ खाइबी नहीं मो कुकुर कहबो पुणी तो सामने रे एती अनेलु मो भौणी जुगुरु छाड़ी देली अनेल तो गंडर मुंडटा को अलगा कर देता मु नब घरे समुद्र रो देव मो आगे जे मुंड नुए मु ताकू छाड़ी दिए आउ जे छाती देखाए मु ताकू मो देव बुतु काई ए शिक्षा चल चल ओनी घर को आसिक न खाइले खराब कथा हबरे चलू ए खासी कलजा फलजा देखि दो हां आसा जल्दी आसा शिका जरी रे टिके पुरई देबो भाई गला वाले बाटरे खाइबो खाई नै कई दिन एला भिकारीटा ना नहीं नमिता शिकार भूल पाई मु तुमको क्षमा मांगुछी ए जीवन रास्ता थिला भारी अंका वंका अजणा से मोड़रे हे गला देखा प्रेमर से बास्ना मने बुणी देल से दिन पाई गली तुमको मो भल सर आपण को आउ केही मिललेनी शेष रे मो स्त्री की आपण को स्त्री बनै देले चुप 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 समस्ते चुप चुप तो तंटी रे धरिबु तो तंटी कोना करी तोते हेठिबो मारी देबे तो रक्त भेजबे मारी मनोज बाबू नहीं मारी पारिबिनी मोर मो स्त्री नमिता को बोल पाइबा आइछि ला 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 हे हे रे रे बड़ लोक घर झियो से आईपीएस ऑफिसर बापा
ରାଜବାସ ପରି ଘର ସମସ୍ତଙ୍କୁ ଛାଡ଼ି ସେ ପରା ମୋ ହାତ ଧରି ଚାଲି ଆସିଛି। ମୁଁ କେମିତି ତାକୁ ମାରିପାରିବି? ବରଂ ମୁଁ ଗୋଟେ କାମ କରିବି, ମୁଁ ମରିଯିବି। ନାଇଁ ନୁହେଁ, ମୁଁ ମରିବି, ମରିବି ମୁଁ। ସାର୍ ଆପଣ କୁହନ୍ତୁ ସାର୍, ଯୋଉ ସ୍ତ୍ରୀ ସ୍ୱାମୀ ବଞ୍ଚି ଥାଉ ଥାଉ ଆଉ ଜଣଙ୍କର ରକ୍ଷିତା ସାଜେ, ଆଉ ଜଣଙ୍କର ସନ୍ତାନକୁ ସେ ତା ଗର୍ଭରେ ଧାରଣ କରେ, ଏଭଳି ସ୍ୱାମୀର ବଞ୍ଚିବା ଉଚିତ ନା ମରିବା ଉଚିତ? ମୋର ବଞ୍ଚିବା ଉଚିତ ନା ମରିବା ଉଚିତ? ମନୋଜ, ମୁଁ ତୁମକୁ କେମିତି ବୁଝେଇବି? ମୁଁ ନିଜେ ବି ବୁଝିପାରୁନି। ମତେ ବୁଝେଇବ? କ'ଣ କହି ବୁଝେଇବ? ନୀଳ ମାଷ୍ଟରାଣୀ ଗପ, ଚନ୍ଦ୍ର ବେହେରାଣୀ କବିତା ନା ବସୁଧାର ପ୍ରତିବାଦ ଏକାଙ୍କିକା? ସବୁ ଗଳ୍ପର ତ ନିର୍ଯାସ ସେଇ ଗୋଟିଏ, ସବୁ କାହାଣୀର ପରିସମାପ୍ତି ସେହି ଗୋଟିଏ। ପରିସ୍ଥିତିର ଦୋହେ। ପରିସ୍ଥିତିରେ ପଡ଼ି ଚନ୍ଦ୍ର ବେହେରାଣୀ ବେଶ୍ୟା ପାଲଟି ଗଲା। ଅନେକ ଅତ୍ୟାଚାର ସହି ନ ପାରି ବସୁଧା ଶେଷରେ ପ୍ରତିବାଦ କଲା। ଏଇଆ କହିବ ନା? ଏଇଆ କହିବ ନା? କିନ୍ତୁ ଚନ୍ଦ୍ର ବେହେରାଣୀର ମନେ ରଖିବାର ଉଚିତ ଥିଲା, ତା ସ୍ୱାମୀ ମଲା ପୂର୍ବରୁ କହି ଯାଇଥିଲା, ଏ ଚନ୍ଦ୍ର, ମୁଁ ମରିଗଲା ପରେ ତୁ ସବୁ କରିବୁ, ହେଲେ ଦ୍ୱିତୀୟ ହବୁନି। ବସୁଧାର ମନେ ରଖିବାର ଉଚିତ ଥିଲା, ସେ ଇଂଲଣ୍ଡ କି ଆମେରିକାର ବସୁଧା ନୁହେଁ, ସେଇ ଭାରତର ବସୁଧା, ଓଡ଼ିଶାର ବସୁଧା, ଯାହା ପାଇଁ ସ୍ୱାମୀ ବଡ଼, ଶାଳୀନତା ବଡ଼, ସଂସ୍କାର ବଡ଼। କିନ୍ତୁ କ'ଣ କଲା ସେ? କ'ଣ କଲା ସେ? ଭରସା ପାଇଲା ବୋଲି ଭ୍ରଷ୍ଟାଚାରିଣୀ ହେଇଗଲା, ସ୍ୱାଧୀନତା ନାଁରେ ସ୍ୱେଚ୍ଛାଚାରିଣୀ ହେଇଗଲା। ମହାକାଳ ଫଳ ଭୋକିଲା ବାଘୁଣୀ, ଆହତ ନାଗୁଣୀ, ଏମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ ସାର୍। ମହାକାଳ ଫଳ ଭୋକିଲା ବାଘୁଣୀ, ଆହତ ନାଗୁଣୀ, ଏମାନଙ୍କୁ କେବେ କେବେ ବି ବିଶ୍ୱାସ କରିବା ଉଚିତ। ମୁଁ ଜାଣେ ସତ କଥା ଶୁଣିବାକୁ ତମର ଧୈର୍ଯ୍ୟ ନାହିଁ, କି ସତ କଥା ଜାଣିବାକୁ ତମର ଇଚ୍ଛା ବି ନାହିଁ। ସତ କୋଉ କଥା ସତ, କୋଉ କଥା ମିଛ? ତମେ ସତ, ମୁଁ ମିଛ, ମୁଁ ମିଛ, ତମେ ସତ। ତମେ ଗୋଟେ ଅସତୀ ଚରିତ୍ରହୀନା, ଏଇ କଥାଟା ମିଛ। ମୁଁ କହୁଛି, ସମସ୍ତଙ୍କ ସାମ୍ନାରେ କହୁଛି, ଏ କଥାଟା ମିଛ। ତମେ ତମେ ଅନ୍ୟର ରକ୍ଷିତା ସାଜିଛ, ଏ କଥାଟା ବି ମିଛ। ମୁଁ ମାନୁଛି ଏ କଥାଟା ମିଛ, କିନ୍ତୁ ତମ ଗର୍ଭରେ ଥିବା ସନ୍ତାନର ବାପା ଏଇ ଡାକ୍ତର ବାବୁ, ଏ କଥାଟା କ'ଣ ମିଛ? କୁହ, ମୋ ପ୍ରଶ୍ନର ଉତ୍ତର ଦିଅ। କୁହ, କୁହ, କହୁଛି, ଏ କଥାଟା କ'ଣ ମିଛ? ଏ କଥା ସତ। ନିରୀହ ମନର ନୀରବ ଯନ୍ତ୍ରଣା ବୁଝୁଛି ଭାଇ ଟିକିଏ। ନିହାତି ନିଜର ଲୋକଟା ବି ଏଠି ସ୍ୱାର୍ଥ ରଖି ଭଲ ପାଏ। ନିରୀଖି ଦେଖିଲେ ଜୀବନଟା ଏଠି ଲାଗୁଛି ନିମିଷ ମାତ୍ର। ନିର୍ଦ୍ଦୟ ତଥାପି ମନର ମଣିଷ ବୁଝେନି ପ୍ରେମର ସୂତ୍ର। ଆରେ ହୃଦୟ କାହିଁକି କାନ୍ଦୁଛୁ? ଏ ଦୁନିଆଟା ସ୍ୱାର୍ଥମୟ। ସର୍ବେ ନିଜ ନିଜ ସ୍ୱାର୍ଥ ପାଇଁ ଏଠି
করন্তে খালি হবে নয়। ମୁଁ ଗୋଟେ ଗରିବ ପ୍ରାଇଭେଟ କଲେଜର ଅଧ୍ୟାପକଟିଏ। ମୋର ମାସିକ ଦରମା ମାତ୍ର 8,975 ଟଙ୍କା। ମୁଁ ନିଜ ଖର୍ଚ୍ଚରେ ମୋ ସ୍ତ୍ରୀର ଭରଣ ପୋଷଣ କରିବା ପାଇଁ ଅସମର୍ଥ। କେତେ ବଡ଼ ଲୋକ ଘର ଝିଅ ସେ, କୋଉ ହିସାବରେ ମୋ ଉପରେ ସେ ଭରସା କରିଥାନ୍ତା, କୋଉ ହିସାବରେ ଭରସା କରିଥାନ୍ତା। ଡ୍ରାଇଭର ତମେ ସେମିତି କୁହନି। ମୁଁ ଯାହା କରିଛି ତମ ମଙ୍ଗଳ ପାଇଁ, ଆମ ଖୁସି ପାଇଁ, ମୋ ଭଲ ପାଇଁ, ମୋ ମଙ୍ଗଳ ପାଇଁ ତମେ ଅନ୍ୟର ରକ୍ଷିତା ସାଜିଛ। ମୋ ଭଲ ପାଇଁ ତମେ ଏଇ ଡାକ୍ତର ବାବୁଙ୍କର ଗର୍ଭକୁ ତମ ଗର୍ଭରେ ଧାରଣ କରିଛ। କୁହ ମୋ ପ୍ରଶ୍ନର ଉତ୍ତର ଦିଅ, କୁହ। ମୁଁ ଜାଣିଛି ମୋ ପ୍ରଶ୍ନର ଉତ୍ତର ତମେ ଦେଇପାରିବ ନାହିଁ, କାହିଁକି ନା ଏ ପ୍ରଶ୍ନର ଉତ୍ତର ଏବେ ବି ଅସମାହିତ। ଠିକ୍ ଯେମିତି ଗଛ ନା ଆଗ ଫଳ, ଆଗ ଜନ୍ମ ନା ଆଗ ମୃତ୍ୟୁ, ଆଗ ସୃଷ୍ଟି ନା ଆଗ ସ୍ରଷ୍ଟା। ଦେଇପାରିବନି, ଦେଇପାରିବ ନାହିଁ। ମନୋଜବାବୁ ଆମ କଥା ଟିକେ ବୁଝିବାକୁ ଚେଷ୍ଟା କର। ନାଇଁ, କିଛି ବୁଝିବିନି, କିଛି ଶୁଣିବିନି। ମୁଁ ଖାଲି ଆଜି ତମମାନଙ୍କୁ ଶୁଣେଇବି, ଆପଣଙ୍କୁ ଶୁଣେଇବି, ତାକୁ ଶୁଣେଇବି, ଏ ଦୁନିଆରେ ସମସ୍ତଙ୍କୁ ଶୁଣେଇବି। ଶୁଣ ସମସ୍ତେ, ସମସ୍ତେ ଶୁଣ। ସାର୍ ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ଅଭିନୟ କରୁନି ତ? ଯେମିତି ମୁଁ ତା ସହିତ ଆଉ ସିଏ ମୋ ସହିତ ଅଭିନୟ କରୁଛି। ଏ ଦୁନିଆଟା ଗୋଟେ ରଙ୍ଗମଞ୍ଚ, ସମସ୍ତେ ଜଣେ ଜଣେ ଅଭିନେତା, ସମସ୍ତେ କରନ୍ତି ଏଠି ଅଭିନୟ। ନମିତା, ତମେ କାନ୍ଦନି ନମିତା। ମୁଁ ତମକୁ କଥା ଦଉଛି, ମୁଁ ଡାକ୍ତର ବାବୁଙ୍କୁ ଫେରାଇ ଆଣିବି, ନିଶ୍ଚୟ ଫେରାଇ ଆଣିବି ନମିତା, ନିଶ୍ଚୟ ଫେରାଇ ଆଣିବି। ଅବୁଝା ରାଜା ମୋର ବୁଝିଲେ ତ? ସବୁ ସତ କହିଦେବି ତାକୁ।
ହେଲେ ତମେ ମୋତେ କଥା ଦିଅ ନମିତା, ତମେ ମୋତେ କଥା ଦିଅ ନମିତା, ତମେ ଜୀବନରେ କେବେ ହାରିଯିବନି ତ? ଏ ନମିତା, ତମେ ତ ଜାଣିଛ ନମିତା, ତମ ଗର୍ଭରେ ମୋ ସନ୍ତାନ ପଡୁଛି। ସବୁଦିନ ପାଇଁ ମୁଁ ସେଇ ଗୋଟାଏ ଦିନକୁ ଅପେକ୍ଷା କରିଛି, କୋଉ ଦିନ ସେ ଜନ୍ମ ହବ ଆଉ ମୋ ଘରଟା ଖୁସିରେ ହସେଇ ଉଠେଇବ। ଏ ନମିତା, ତମେ ମୋତେ ଟକି ଦବନି ତ? କଥା ଦିଅ ନମିତା, କଥା ଦିଅ। ନାଇଁ ଡାକ୍ତର ବାବୁ, ଟଙ୍କା ନେଇଛି ଯେତେବେଳେ ଠକିଦେବି କେମିତି? ତା ଛଡ଼ା ମୁଁ ପରା ଗୋଟେ ପୋଲିସ ଅଫିସରର ଝିଅ, ମୁଁ ପରା ବାସୁ ମହାନ୍ତି ଝିଅ। आज फाइनाल रिहर्सल मंच भाविकी फाइनाल भाविकी पूरा अभिनय करिवो। सुनो, मोर जहाँ उपकरण दरकार मु नहीं आसी, तमर जहाँ उपकरण दरकार नहीं कि आस। मोर तो चामर नहीं, भल मंद करी खंडिया ब्रश टे पाई। सुनो, तमर जहाँ उपकरण दरकार नहीं कि आस, ठीक कैचिंग रे पहुँचबो। सुनो, मु श्लोक आरंभ करूची, पूरा कैचिंग रे आसी पहुँचबो। ओ मंडलाकारं प्राप्त चैनं चराचरं तत्पदं दर्शितं येन तस्मै श्री गुरवे नमः। हरि हे हरि हे हरि हे हरि हे हरि हे हरि हे आया माया आया माया या 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 आया आया या 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 आया या 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 या। माया, तुमर ये की रूप माया? माया माया के साथ हवा मु मथुरा राजन महावीर वर महाप्रतापी कंस जार प्रताप शुणिले त्रिभुवन प्रकंपित हुए। अवश्य मूर्ख, जार प्रताप वर्णना करिया पई जाई दीनकृष्ण एटी पदिए लिखिले। कौन लिखिले? छाड़ी दे ब्राह्मणी बाटलो, छाड़ी दे ब्राह्मणी बाटो, छाड़ी दे ब्राह्मणी बाटलो, छाड़ी दे ब्राह्मणी बाटो। डगर धाए तर तर, मतर डगर धाए तर तर। ओ बाट कटक हाट, ओ बाट कटक हाट। छाड़ी दे ब्राह्मणी बाटलो, छाड़ी दे ब्राह्मणी बाटो। से जे भी होरा काहे की मो बाटरे जे भी कोंता हबो मु ताको ए मु ताको। तापरे कोन भूली गली डायलॉग मने पने तापरे कंस ही तो डायलॉग मन पडुनी। भूली गली मने पने। अरे कंस ही तो डायलॉग मन पडुनी। एस्टेम्पर मारी एडजस्ट करो,
କେମିତି ଏକ୍ସଟେମ୍ପର ମାରି ଆଡଜଷ୍ଟ କରିବାକୁ ହବ ସେତିକି ସାଧାରଣ ଜ୍ଞାନ ତମର ନାହିଁ କାରଣ ଗୁରୁଙ୍କ ପ୍ରତି ଭକ୍ତି ଭାବ ସର୍ଟ ରହୁଛି କଣ ଭକ୍ତି ଅଛି କିନ୍ତୁ ଭାବ ଟିକେ ସର୍ଟ ରହୁଛି ଶୁଣ ତୁମର ଭକ୍ତି ନଥାଉ କି ଭାବ ନଥାଉ ଏଇଠି ମୁଁ ତୁମକୁ ଗୋଟେ ପଦ ଶୁଣଉଛି ଗୁରୁ ନ ଧରି ଅର୍ଜୁନ କାହୁ ପାଇବୁ ସଦ ଜ୍ଞାନ ଗୁରୁ ନ ଧରି ଅର୍ଜୁନ କାହୁ ପାଇବୁ ସଦ ଜ୍ଞାନ ରହିଯା ରହିଯା ଦେଖ ତୁମର ଭକ୍ତି ନଥାଉ କି ଭାବ ନଥାଉ ମୁଁ ତୁମକୁ ଏଇଠି ଗୋଟେ ଉଦାହରଣ ଦେଇ ବୁଝଉଛି ମନେ କର ଏଠି କଣ ହେଇଛି ନା ଲାବଣ୍ୟବତୀ କାବ୍ୟ ଉପସ୍ଥାପନା ହଉଛି ଲାବଣ୍ୟବତୀ କାବ୍ୟର ଟପିକଟା ଯାଇ ଏଇ ଜାଗାରେ ପହଞ୍ଚିଛି କୋଉ ଜାଗାରେ? ଯେ ଲାବଣ୍ୟବତୀ ବାଥରୁମରେ ଗାଧଉଛନ୍ତି ନାୟକ ଚନ୍ଦ୍ରବାନୁ ତାକୁ ଛାତ ଉପରେ ପେଟେଇ ପଡି ସ୍କାଇଲାଇଟ୍ ବାଟେ ଦେଖୁଛନ୍ତି କଣ ହେଇଛି ଛାତ ଉପରେ ପେଟେଇ ପଡି ସ୍କାଇଲାଇଟ୍ ବାଟେ ବାଥରୁମ ଦୃଶ୍ୟ ଦେଖୁଛନ୍ତି ଦେଖ କେତେ ପରିଶ୍ରମ ସେ କରୁଛନ୍ତି କେତେ ନିଷ୍ଠା କେତେ ଏକାଗ୍ରତା ତାଙ୍କର ନିଶ୍ଚିନ୍ତ ଦେଖିବା ପରେ ନାୟିକାଙ୍କର ରୂପ ବର୍ଣ୍ଣନା କରୁଛନ୍ତି ନାୟିକା କଣ ରୂପ ବର୍ଣ୍ଣନା କଣ କରୁଛନ୍ତି କରୁଛନ୍ତି? ଉପେନ୍ଦ୍ର ଭଞ୍ଜ ସାହିତ୍ୟରେ ଲେଖା ଅଛି ନଥିଲା ଚଞ୍ଚଳ ନୟନ ଯୁଗଳ ପଞ୍ଜର କୁପରା କେଞ୍ଚି ହେଲାଣି ନଥିଲା ଚଞ୍ଚଳ ନୟନ ଯୁଗଳ ପଞ୍ଜର କୁପରା କେଞ୍ଚି ହେଲାଣି ଅପରୂପ ଉରୁଦ ବିନ ଉରଜ ଅପରୂପ ଉରୁଦ ବିନ ଉରଜ ପଦ୍ମ କଢ଼ି ଦୁଇଟ ମଦିରେ ନାହିଁ ନଟିକାମଣି ତାର ନୂଆ ନୂଆ ଭାବ ଦେଖାଦେଲାଣି ରସିକାମଣି ଏଇ କେତୋଟି ପଦ ଗାଇବାର ଥିଲା କାହାକୁ ଗାୟକ ଶିରୋମଣି କି ମାତ୍ର ତମରି ଭଳି ତାଙ୍କର ପରିସ୍ଥିତି ହେଇଛି ଡାଇଲଗ ମନେ ପଡୁନି ମୁଣ୍ଡ ଘାବରେଇ ଯାଇଛି କିନ୍ତୁ ସେ ଉପସ୍ଥିତି ବୁଦ୍ଧି ଆପ୍ଲାଏ କରିଛି କଣ କରୁଛନ୍ତି ଉପସ୍ଥିତି ବୁଦ୍ଧି ଆପ୍ଲାଏ କରି ସେ କଣ କରିଛି ନା ସିଚୁଏସନକୁ ଲକ୍ଷ୍ୟ କରିଛି ସିଚୁଏସନଟି କଣ ଅଛି କଣ ନା ଅଛି? ଲାବଣ୍ୟବତୀ ବାଥରୁମରେ ଗାଧେଉଛନ୍ତି ଗାଧେଇଲା ବେଳେ ତାଙ୍କ ରଙ୍ଗଭଙ୍ଗ କେମିତି ଅଛି ତାଙ୍କ କଷ୍ଟ୍ୟୁମ ଡିଜାଇନ କେମିତି ଅଛି ତାଙ୍କ ହେୟାର ଷ୍ଟାଇଲ କେମିତି ଅଛି ଏହାକୁ ଲକ୍ଷ୍ୟ କରି ସେ ଏକ୍ସଟେମ୍ପର ମାରିଛି କଣ ମାରିଛି କଣ ମାରିଛି ନା ମୁଣ୍ଡରୁ ଗଳୁଛି ପାଣି ସାୟା ନାହିଁ ଖାଲି ଶାଢ଼ୀ 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 ଓଦା ତାଳି ଶାଢ଼ୀ ତଳେ ଦେହ ଦିଶୁଛି ଗୋରା ଏ ଓଦା ଶାଢ଼ୀ ତଳେ ଦେହ ଦିଶୁଛି ଗୋରା ଏ ଓଦା ଶାଢ଼ୀ ତଳେ ଦେହ ଦିଶୁଛି ଗୋରା ଓଦା ଶାଢ଼ୀ ଦେହ ତଳେ ଦିଶୁଛି ଗୋରା ଏ ଚନ୍ଦ୍ରଭାନୁ ପାଗଳ ହେଲା ମଥୁରାର ପୋଖରୀ କୁଡ଼ିଆ ମାରିଲା କଣ ଚାଲିଛି ଏଠି ଆରେ କଣ ଚାଲିଛି ଭାଇ କିରେ ନାଚି କୁଦି ମୋ ପ୍ଲାଟଫର୍ମଟାକୁ ଫଟେଇ ସାରିଲୁ କଣ କହିଲୁ ରେ ନିର୍ବୋଧ 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 ଇରେ ମାୟା ମୁଁ ତ ବାପା ମୋତେ କହୁଛୁ ନିର୍ବୋଧ ସରି ବାବା ସରି ସରି ମାୟା 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 ସେ ନିର୍ବୋଧ ନୁହନ୍ତି ଆଉ କଣ କୃଷ୍ଣଙ୍କ ପିତା ବସୁଦେବ ଯିଏ ଜାଣିଥିଲେ ଦେବକୀଙ୍କ ଅଷ୍ଟମ ଗର୍ଭରେ ଯୋଉ ସନ୍ତାନଟି ହବ ସେ ହିଁ ହବ କଂସର ବିନାଶକାରୀ ଆଚ୍ଛା ଆଚ୍ଛା ସେଥିପାଇଁ ସେ ତାକୁ ଭିଟାମିନ ଦ୍ରବ୍ୟ ସବୁ ଖାଇବାକୁ କଣ ଦଉଥିଲେ ଦେଇଥିଲେ ଯଥା କଞ୍ଚା କଦଳୀ ଅମୃତଭଣ୍ଡା ଦେଶୀ ଡିମ୍ବ ଚୁନା ମାଛ ଇତ୍ୟାଦି ଖାଇବାକୁ ଦଉଥିଲେ ଆଚ୍ଛା ଆଚ୍ଛା ଦେବକୀ ସେତିକି ଭିଟାମିନ ଦ୍ରବ୍ୟ ଖାଇଥିଲେ ବୋଲି ଆଜ୍ଞା କୃଷ୍ଣ ସେତିକି ମଜବୁତ ହେଇ ଜନ୍ମ ହୋଇଥିଲେ ନିଶ୍ଚିତ। କୃଷ୍ଣ କେତେ ମଜବୁତ ହେଇ ଜନ୍ମ ହୋଇଥିଲେ ତାର ଜ୍ୱଳନ୍ତ ଉଦାହରଣ ଦିଅନ୍ତି ଜନ୍ମ ହେବା ମାତ୍ରେ ସେ ପୋତନା ରାକ୍ଷସୀକୁ ବଦ୍ଧ କରନ୍ତି ଆଜ୍ଞା ଏଇଠି କବି ବନମାଳୀ ପଦିଏ କଣ ଲେଖିଲେ କଣ ଲେଖିଲେ କଣ ଲେଖିଲେ କେଡେ ଛନ୍ଦ ଜାଣେ ଲୋ ସଖୀ ନନ୍ଦ ରାଜାର ଟିକେ ପିଲାଟି କେଡେ ଛନ୍ଦ ଜାଣେ ଲୋ ସଖୀ ନନ୍ଦ ରାଜାର ଟିକେ ପିଲାଟି ଆରେ ଟିକି ପିଲା ବୋଲି ଯାହାକୁ ଭାବୁଛ ଟିକି ପିଲା ବୋଲି ଯାହାକୁ ଭାବୁଛ ଚିରି ପକାଇଲା ବକାର ଛାତି କେଡେ ଛନ୍ଦ ଜାଣେ ଲୋ ସଖୀ ନନ୍ଦ ରାଜାର ଟିକେ ପିଲାଟି କେଡେ ଛନ୍ଦ ରହିଯା କହିଯା বিদগ্ধ শ্রোতা মন্ডলী মাতৃস্থানীয় ভগ্নিস্থানীয় গর্ভবতী অন্তঃসত্ত্বা স্বামী পরিত্যক্তা যথা বিধবা বাইচান্স বিধবা অভিয়ান বিধবা ও ছাত্রী মানে
ଯେଉଁମାନେ ସବୁ ବାଇଚାନ୍ସ ବିଧବା ଆଉ ଛାଡ୍ରି ମାନେ ରହିଲେ ସେମାନେ ସବୁ ସୁସ୍ୱାଦୁ ଖାଦ୍ୟ ଖାଆନ୍ତୁ, ଯଥା କଞ୍ଚା କଦଳୀ, ଅମୃତଭଣ୍ଡା, ଦେଶୀ ଡିମ୍ବ, ଚୁନା ମାଛ, ଡାଲେମା ଓ ରାଇତା, ଯାହା ଇଚ୍ଛା ହେଉଛି ଖାଆନ୍ତୁ, କିନ୍ତୁ ସୁସ୍ଥ ଶିଶୁ ପ୍ରଡକ୍ସନ କରନ୍ତୁ। ଆଜ୍ଞା। ସୁସ୍ଥ ଶିଶୁ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରେ। ବୋଲ ଆନନ୍ଦ କନ୍ଦ ଭଗବାନ କି জয় 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 ଓ ପାଲା ଗାୟକ ଆଜ୍ଞା। ଏଠି କି ଫାର୍ସ ଚଲେଇଛ କି? ଆଜ୍ଞା ଇଏ ଫାର୍ସ ନୁହେଁ ଆଜ୍ଞା, ଫାର୍ସ ନୁହେଁ। ଇଏ ହେଉଛି ଡ୍ରାମା ଓ ପାଲାର ସମ୍ମିଶ୍ରଣରେ ଏକ ନୂତନ ଆବିଷ୍କୃତ ସଂସ୍ଥା, ହାଇବ୍ରିଡ ସଂସ୍ଥା, ଯାହାର ନାଁ ହେଲା ଡ୍ରାମ ପାଲା। বেশ বেশ রোহিত যা ଓ ଆଜ୍ଞା। ତମେ ବାରମ୍ବାର ମନା କଲା ପରେ ମୋ ଘରକୁ କାହିଁ ଆସିଛ? ନା ନା ମୋ ଘରକୁ ତମେ କାହିଁ ଆସିଛ? ଆଜ୍ଞା ତମେ ତ ଇଏ ବାରମ୍ବାର ମନା କଲି। ଆଜ୍ଞା ଇଏ ଫାର୍ସ ନୁହେଁ, ଇଏ ମେଲୋଡି କି ରେକର୍ଡ ଡ୍ୟାନ୍ସ ନୁହେଁ। ଯୋଉଠି ନାହିଁ ସେଠି ପରିବେଷଣ କରିହେବ, ଯୋଉଠି ନାହିଁ ସେଠି ଶିଖି ହବ। ଏହାକୁ ଶିଖିବାକୁ ହେଲେ ଏକ ସୁସ୍ଥ ସୁଦୃଢ଼ ପରିବେଶ ଆବଶ୍ୟକ, ଯୋଉଟା କି ଆପଣଙ୍କ ଘର ହିଁ ପ୍ରକୃଷ୍ଟ ମନ। ଏଇଟା ମୋ ଘର ପ୍ରକୃଷ୍ଟ ସ୍ଥାନ ନା? ଆଜ୍ଞା। ବୁଝିଲ ପାଲା ଗାୟକ, ତମେ ଯୋଉ ପାଲା କରୁଛ ମୁଁ ତମର କୋଉ ଅଙ୍ଗକୁ ଧଇଲେ ତମେ ଶାନ୍ତି ହବ କହିଲ? କୋଉ ଅଙ୍ଗ? ଦେଖନ୍ତୁ ଆଜ୍ଞା, ଅଙ୍ଗ ଫଙ୍ଗକୁ ଧରନ୍ତୁନି, ଏଇଟା ଗୋଟେ ସାଂସ୍କୃତିକ ଅନୁଷ୍ଠାନ, ଏଠି ପାଲା ଶୃଙ୍ଖଳା ଗାୟକ। ରକ୍ଷା କରନ୍ତୁ, ଶୃଙ୍ଖଳା ରକ୍ଷା କରନ୍ତୁ। କେମିତି ଆମ ଡ୍ରାମପାଲା ସଂସ୍ଥା ଉତ୍ତରୋତ୍ତର ଉନ୍ନତି କରିବ, ଦେଶ ବିଦେଶରେ ନାଁ କରିବ, ସେଥିପାଇଁ ଆମକୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ। ହଁ ତମେ ଶଳା ନୋବେଲ ପୁରସ୍କାର ପାଇବ। ନିଶ୍ଚିତ ନିଶ୍ଚିତ ଆମ କର୍ମଦିନେ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହବ। ଏଇଠି କବି ପଦିଏ କହିଲେ, କଣ କହିଲେ? କଣ କହିଲେ? କଣ କହିଲେ କହିଲେ? ମଣିଷ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, ଓ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର, ଜୀବନର ମାନଦଣ୍ଡ, ଓ ଜୀବନର ମାନଦଣ୍ଡ। জীবনর মানদণ্ড ବୁଝିଲ ପାଲା ଗାୟକ, ଆଜ୍ଞା। ତମକୁ ଖାଲି ଦଣ୍ଡା ଦରକାର। ବୁଝିଲ ଖାଲି ଦଣ୍ଡା ଦରକାର। ଦେଖନ୍ତୁ ବାହାଘର ଆଜ୍ଞା, ରାନ୍ଧି ଇଏ ଯାଉଛ। ଏଇଟା ଶୃଙ୍ଖଳିତ ଅନୁଷ୍ଠାନ, ଏଠି ତମେ ଦଣ୍ଡା ଫଣ୍ଡା ଏମିତି ଅସଭ୍ୟ ବ୍ୟବହାର କାହିଁ ତୁ କରୁଛନ୍ତି? ଶଳା ମତେ ଶୃଙ୍ଖଳା ଶିଖେଇ। ଶଳା ଫଳା ଭାଷା ସଂଯତ ନା ନା ତୁ ଶଳା ମତେ ଶୃଙ୍ଖଳା ଶିଖେଇ। ଭାଷା ସଂଯତ କରନ୍ତୁ। ତୁ ଶଳା ମତେ ଶୃଙ୍ଖଳା ନାଇଁ ନାଇଁ, ଶିଖେଇ। ଭାଷା ସଂଯତ କରନ୍ତୁ। ଭାଷା। ବେକାର କଥା କରନ୍ତୁ, ଭାଷା ସଂଯତ କରନ୍ତୁ। ଏ ସବୁ ଭଦ୍ର ଲୋକମାନେ ଶଳା ଅଛନ୍ତି, ମତେ ଦେଖନ୍ତୁ ଆଜ୍ଞା। ଶୃଙ୍ଖଳା ଶିଖେଇ।